ମୁଁ 9ଟି ଆଶୀର୍ବାଦ ବିଷୟରେ କହିବି। ସେ ମଧ୍ୟରୁ ଗୋଟିଏ ଆଶୀର୍ବାଦ ଆଜି ଚିନ୍ତା କରିବା, ପୁରା ବାକି 9 ଆଶୀର୍ବାଦ ଆଗାମୀ ସମୟରେ ଯଦି ପ୍ରଭୁଙ୍କ ଇଚ୍ଛା ହୁଏ ସେତେବେଳେ ଆମେ ଆଉ ଚିନ୍ତା କରିପାରିବା। ତେବେ ଆସୁ ମୋର ପ୍ରିୟମାନେ, ମୁଁ ସେଇ 9ଟି ଆଶୀର୍ବାଦ ବିଷୟରେ କହିବି। ତ ପ୍ରଥମ ଆଶୀର୍ବାଦ ହେଲା ସେ ଆମ୍ଭମାନଙ୍କୁ ସୁରକ୍ଷା ଦେବେ। ତ କେତେବେଳେ ଆମେ ସୁରକ୍ଷା ପାଉ? ଯେତେବେଳେ ଆମ୍ଭେମାନେ ପରମେଶ୍ୱରଙ୍କ ଛାୟା ତଳେ ବସତି କରୁଛୁ, ଯେତେବେଳେ ଆମେ ପରମେଶ୍ୱରଙ୍କ ଛାୟାରେ ରହୁଛୁ, ସେତେବେଳେ ସେ ଆଶୀର୍ବାଦ କରନ୍ତି। ନମ୍ବର 1 ଆଶୀର୍ବାଦ ହେଲା ସେ ସୁରକ୍ଷା ଦେବେ। ଏବଂ ଦ୍ୱିତୀୟ ଆଶୀର୍ବାଦ ସେ ସାହସିକ କରିବେ, ଯାହାକି 91:6 ପଦରେ ଲେଖାଯାଏ, ଅନ୍ଧକାରଗାମୀ ମହାମାରୀ କିମ୍ବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ। ମୋର ପ୍ରିୟମାନେ, ସେ ଯେତେବେଳେ ଆମେ ତାଙ୍କ ଛାୟା ତଳେ ବସତି କରୁଛୁ, ସେ ସମୟରେ ସେ ଆମକୁ ସାହସ କରନ୍ତି। କୌଣସି ବିଷୟକୁ ଭୀତ ହେବାକୁ ଦିଅନ୍ତି, କୌଣସି ବିଷୟରେ ଭୟ ଆମକୁ ଆସେ ନାହିଁ। ସେତେବେଳେ ଆସିବ ନାହିଁ ଯେତେବେଳେ ଆମେ ତାଙ୍କ ଛାୟା ତଳେ ରହିବୁ। ତାଙ୍କ ଛାୟା ତଳେ ବହୁତ ସୁନ୍ଦର ସୁନ୍ଦର ଆଶୀର୍ବାଦ ଅଛି ତାଙ୍କ ଛାୟା। ମୋର ପ୍ରିୟମାନେ, ମୁଁ କହିବା ପାଇଁ ଚାହିଁବି, ଯଦି ବାପା ମୋ ହାତ ଧରିଛି, ମୁଁ ଯେକୌଣସି ସ୍ଥାନକୁ ମଧ୍ୟ ଯାଉଛି, ମୁଁ ଛୋଟ ସମୟର କଥା କହୁଛି, ଯେଉଁ ସ୍ଥାନକୁ ମଧ୍ୟ ମୁଁ ଯାଉଛି ନା କାହିଁକି, ମୋ ବାପା ଉପରେ ମୁଁ ସମ୍ପୂର୍ଣ୍ଣ ନିର୍ଭର ଅଛି, ମୁଁ ଭୟ କରେ। ମୋ ବାପା ନିଜ ଜୀବନକୁ ବାଜିରେ ଲଗେଇ ଦେଇପାରେ, କିନ୍ତୁ ମତେ ସେ କୌଣସି ଭାବରେ ଅସୁରକ୍ଷିତ କରେ। ସେହି ପ୍ରକାର ପରମେଶ୍ୱର ମଧ୍ୟ ଆମମାନଙ୍କୁ ସୁରକ୍ଷିତ କରନ୍ତି। ସେ ଆମଙ୍କର ଆବ୍ବା ପିତା ଅଟନ୍ତି। ସେ ଆମକୁ ଭୟ ହେବାକୁ କେବେ ମଧ୍ୟ ଦେବେ ନାହିଁ। ଏବଂ ନମ୍ବର 3 ବିଷୟ ହେଲା ସେ ଶକ୍ତି ଦେବେ। ବାସ୍ତବରେ 3 ପର୍ବରେ ଲେଖାଯାଏ, ତୁମେ ସିଂହ ଓ କାଳ ସର୍ପ ଉପରେ ଚାଲିବ, ତୁମେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ତଳିବ। ପ୍ରଭୁଙ୍କର ଏହି ସୁନ୍ଦର ବାକ୍ୟ ଆମେ ଦେଖୁଛୁ। ସେ ଶକ୍ତି ପ୍ରଦାନ କରନ୍ତି। ମାନେ କେବଳ ସାଧାରଣ ଶକ୍ତି ନୁହେଁ, ସେ କହନ୍ତି ତୁମେ ସିଂହ ଓ କାଳ ସର୍ପ ଉପରେ, ବା ତୁମେ ଯୁବା ସିଂହ, ଯାହାକି ଭୟଙ୍କର ଅଟେ, ଯାହାକି କରିବା ଅସମ୍ଭବ ଅଟେ। କିନ୍ତୁ ଯେତେବେଳେ ଆମେ ତାଙ୍କ ଛାୟା ତଳେ ବସତି କରିବା, ଯେତେବେଳେ ଆମେ ତାଙ୍କ ଛାୟାରେ ରହିବା, ସେଇ ସମୟରେ ସେ ସେଇ ଶକ୍ତି ପ୍ରଦାନ କରନ୍ତି। ଯେତେବେଳେ ଆମେ ଯୁବା ସିଂହଙ୍କ ଉପରେ ମଧ୍ୟ ଗୋଡ଼ ରଖିଲେ ଆମକୁ କିଛି କରେ, ସେ ଶକ୍ତି ପ୍ରଦାନ କରନ୍ତି, ସେ ଶକ୍ତି ଦିଅନ୍ତି ମଧ୍ୟ। ତ ଶକ୍ତି ଆମେ କେତେବେଳେ ପାଇବା? ଯେତେବେଳେ ଆମେ ତାହାଙ୍କ ଛାୟା ତଳେ ବସତି କରିବା। ଏବଂ 4th ନମ୍ବର ବିଷୟ ହେଲା ସେ ଉଦ୍ଧାର କରିବେ। ସେ ଉଦ୍ଧାର କରିବେ ବାକ୍ୟ ଲେଖାଯାଏ 91:14 ପଦରେ ଲେଖାଯାଏ। ଆମେ ଦେଖିପାରୁଛୁ ଏ ସ୍ଥାନରେ ଲେଖାଯାଏ, ଖ ଅଂଶରେ, ସେ ଆମ୍ଭ ନାମ ଜାଣିଅଛି, ଏ ହେତୁ ଆମ୍ଭେ ତାହାକୁ ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏ ହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା। ସେ ଆମକୁ ଉଦ୍ଧାର କରନ୍ତି। ଯେତେବେଳେ ଉଦ୍ଧାର କରନ୍ତି, ଯେତେବେଳେ ଆମେ ତାଙ୍କ ଉପରେ ସ୍ନେହ ରଖୁ, ଯେତେବେଳେ ପରମେଶ୍ୱରଙ୍କ ଠାରେ ଆମେ ଲାଗି ରହୁ, ଯେତେବେଳେ ପରମେଶ୍ୱରଙ୍କୁ ଆମେ ଯେତେବେଳେ ପରମେଶ୍ୱର, ସେତେବେଳେ ସେ ଆମକୁ ଉଦ୍ଧାର ମଧ୍ୟ କରନ୍ତି। ଆଉ ଏକ ବିଷୟ ଲେଖାଯାଏ 14ର ଖ ଅଂଶରେ ଲେଖାଯାଏ, ଆମେ ପଢିପାରିବା। ଏତେବେଳେ ଲେଖାଯାଏ, ସେ ଆମ୍ଭ ନାମ ଜାଣିଅଛି, ଏ ହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ସେ ଉଚ୍ଚରେ ରଖିବେ ମଧ୍ୟ ଯେତେବେଳେ ଆମେ ତାଙ୍କ ଠାରେ ଲାଗି ରହିବା। ବାସ୍ତବରେ ଅନେକ ଜ୍ଞାନୀ ମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ସେ ମୂର୍ଖକୁ ମନୋନୀତ କରନ୍ତି, ମୂର୍ଖ ମାନଙ୍କୁ ମନୋନୀତ କରନ୍ତି। ସେ କେବେ ମଧ୍ୟ ଆମକୁ ଲାଙ୍ଗୁଳ କରିବେ ନାହିଁ, ସଦା ସର୍ବଦା ମସ୍ତକ କରି ରଖିବେ। କେତେବେଳେ? ଯେତେବେଳେ ଆମେ ତାଙ୍କ ଛାୟା ତଳେ ବସତି କରୁଛୁ, ତାଙ୍କ ଛାୟା ତଳେ ଆମେ ବାସ କରୁଛୁ। ଆଉ ଏକ ବିଷୟ ଆମେ ଦେଖିବା, ସେ ଉତ୍ତର ଦେବେ। ବାକ୍ୟ କହେ ସେ ଉତ୍ତର ଦେବେ। 91:15 ପଦରେ ଲେଖାଯାଏ, ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ କରିବା।
ଅନେକ ସମୟରେ ଆମେ ଉତ୍ତର ପାଏନି, ଅନେକ ସମୟରେ ଆମେ ପ୍ରାର୍ଥନା କଲା ବେଳେ ତାର ଉତ୍ତର ଆସିନଥାଏ। କିନ୍ତୁ କେତେବେଳେ ଆମକୁ ଉତ୍ତର ଆସିବ? ଯେତେବେଳେ ପରମେଶ୍ୱରଙ୍କ ଛାୟା ତଳେ ବସତି କରିବା, ଯେତେବେଳେ ପରମେଶ୍ୱରଙ୍କ ଅନୁଯାୟୀ ଚାଲି ତାଙ୍କ ଛାୟାରେ ରହିବା, সেই ସମୟରେ ପ୍ରଭୁ ଆମକୁ ଉତ୍ତର ଦିଅନ୍ତି। ପୁଣି ଆଉ ଏକ ବିଷୟ ଆମେ ଚିନ୍ତା କରିବା, ଆଉ ଏକ ବିଷୟ ଲେଖାଯାଏ, ତାହା ଆମେ ପାଇବା 15 ଅନୁସାରେ ଆମେ ଦେଖୁଛୁ, ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ। ବାସ୍ତବରେ ସେ ଆମଙ୍କ ସହବର୍ତ୍ତୀ। ଦୁଃଖ ସମୟରେ, ସଂକଟ ସମୟରେ, ବିପଦ ସମୟରେ ସେ ଆମଙ୍କ ସହବର୍ତ୍ତୀ ପରମେଶ୍ୱର ହେବେ। କେତେବେଳେ ସହବର୍ତ୍ତୀ ପରମେଶ୍ୱର ହେବେ? ସେଇ ମୁଁ ଏକ ବିଷୟ କହିବି, ପରମେଶ୍ୱରଙ୍କ ଛାୟା ତଳେ। ଏବଂ ଆଉ ଏକ ବିଷୟ ଆମେ ଦେଖିବା, ଲେଖାଯାଏ ସେ ଦୀର୍ଘାୟୁ ଦେବେ। 16 ପଦରେ ଲେଖାଯାଏ, ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା। ବହୁତ ସୁନ୍ଦର ବିଷୟ ମଧ୍ୟ, ସେ ଆୟୁଷ ମଧ୍ୟ ଦିଅନ୍ତି। ବାକ୍ୟ କହେ ସେ ଆମମାନଙ୍କୁ ଆୟୁଷ ମଧ୍ୟ ପ୍ରଦାନ। ଆମଙ୍କର ଯେତେ ବଞ୍ଚିବାର ଦିନ ଥାଏ, ସେ ଅନୁଗ୍ରହରେ ଆଉ ମଧ୍ୟ କିଛି ଦିନ ଦିଅନ୍ତି। କେତେବେଳେ? ଯେତେବେଳେ ପରମେଶ୍ୱରଙ୍କ ଠାରେ ଆମେ ଯେତେବେଳେ ତାଙ୍କ ଛାୟା ତଳେ ବସତି କରୁ, ସେତେବେଳେ ଆମେ ସେ ପ୍ରକାର ଆମେ ଆଶୀର୍ବାଦ ପାଉ। ଆମେ ଦେଖିଲୁ 8ଟା ଆଶୀର୍ବାଦ। ଆଉ ଏକ ଆଶୀର୍ବାଦ ଦେଖିବା, ତାହା ହେଲା ସେ ପରିତ୍ରାଣ କରିବେ। ସେ 16 ଅନୁସାରେ ଲେଖାଯାଏ, ଆମ୍ଭର ପରିତ୍ରାଣ ତାହାକୁ